ଯାହା ଲାଗି ଆପଣଙ୍କୁ ଧନ୍ୟବାଦ ଦିଏ ସୁନ୍ଦର ରୂପେ ଆମକୁ ପରିଚାଳନା କରି ଆଣୁଛନ୍ତି ସେଥିପାଇଁ ଈଶ୍ୱରଙ୍କର ଗୌରବ କରେ। କଠିନ ବିଷୟ ଅଟେ ଯେତେବେଳେ କୌଣସି ବିଷୟକୁ ଆମେ ଦେଖୁ ବା ଆଲୋଚନା କରୁ ସବୁ ବିଷୟ ଜୀବନରେ କରିବୁ ପ୍ରାର୍ଥନା ଯେତେବେଳେ ହେବ ବହୁତ କଷ୍ଟ, ବସବାରେ କଷ୍ଟ, ଶୁଣିବାରେ କଷ୍ଟ, ପଢବାରେ କଷ୍ଟ। ଏଇଟା ହଉଛି ମନୁଷ୍ୟ ଜୀବନର ଗୋଟେ ଅଂଶ। ସମସ୍ତେ ଆମେ ଜାଣୁ ଅନ୍ୟ ସବୁ ଜାଗତିକ ବିଷୟ କରିବା ପାଇଁ ଆମକୁ ବହୁତ ସମୟ ଥାଏ, ପଢିବା ପାଇଁ ସମୟ ଥାଏ, ସାଙ୍ଗସାଥି ମିଶିବା ପାଇଁ ସମୟ ଥାଏ, କିନ୍ତୁ ପ୍ରାର୍ଥନାକୁ ଯେତେବେଳେ ଆସୁ ଶୈତାନ ଅନେକ କାର୍ଯ୍ୟ କରେ ଆମମାନଙ୍କ ଜୀବନକୁ। ଈଶ୍ୱରଙ୍କର ଉପସ୍ଥିତିକୁ ଆମମାନଙ୍କୁ ଆଣିବା ପାଇଁ ସେ କେବେ ବି ଅନୁମତି ଦିଏ ନାହିଁ। ହୁଏତ ଆମେ ହାତ ଗଣିତ 5-6 ଲୋକ ଏଠି ଅଛୁ, କିନ୍ତୁ ଶୈତାନ କେବେ ବି ଚାହେଁ ନାହିଁ ତାଙ୍କ ବାକ୍ୟକୁ ଶୁଣି ତାଙ୍କ ଲୋକମାନେ ବୃଦ୍ଧି ପାଆନ୍ତୁ। କିନ୍ତୁ ମୁଁ ଧନ୍ୟବାଦ ଦିଏ ଆପଣ ମାନଙ୍କୁ ଧାରାବାହିକ ଭାବେ ଆସି ପ୍ରଭୁଙ୍କର ବାକ୍ୟ ଆମେ ଶୁଣୁଛୁ, ପ୍ରାର୍ଥନା କରୁଛୁ। ଆମେ ହଉଛୁ ଆଶୀର୍ବାଦର ଲୋକମାନେ ଯୋଉମାନେ ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରିପାରୁଛୁ। ଆପଣ କେତେ ଖାଇଲେ, କେତେ ପିଇଲେ, କେତେ କଣ କଲେ ତାହା ବଡ କଥା ନାହିଁ। ଯୋଉ ବ୍ୟକ୍ତି ଅନ୍ୟମାନଙ୍କ ପାଇଁ ପ୍ରତିଦିନ ଯଦି ପଦେ ପ୍ରାର୍ଥନା କରିବେ, ତେବେ ପରମେଶ୍ୱର ତା ପ୍ରତି ତାଙ୍କର ସ୍ୱତନ୍ତ୍ର ପରିମାଣର ଦୃଷ୍ଟି ରଖିବେ, ଆଶୀର୍ବାଦ କରିବେ। ଆଇବ ଯେତେବେଳେ ତାଙ୍କ ଆଉ ସାଙ୍ଗମାନଙ୍କ ପାଇଁ ପ୍ରାର୍ଥନା କଲେ ସେତେବେଳେ ଭାଇଙ୍କର ପରିସ୍ଥିତିକୁ ପ୍ରଭୁ ବଦଳେଇ ଦେଲେ। ପ୍ରଭୁ ଏଥିବେଳେ ଖୁସି ହୁଅନ୍ତି ଯେତେବେଳେ ଆମେ ଅନ୍ୟର ସମୃଦ୍ଧି ଦେଖି, ଅନ୍ୟର ଆଶୀର୍ବାଦ ଦେଖି, ଅନ୍ୟ ପାଇଁ ଆମେ ପ୍ରାର୍ଥନା କରିବା, ସେତେବେଳେ ସେ ଖୁସି ହୁଅନ୍ତି। ତେଣୁ ପ୍ରିୟ ପ୍ରଭୁଙ୍କର ଲୋକମାନେ ଏଇ ଦିନମାନଙ୍କ ମଧ୍ୟରେ ଆମେ ବିଭିନ୍ନ ବିଷୟ ଆଲୋଚନା କରିବାକୁ କରିକିରି ଆସୁଛୁ। ଆମମାନଙ୍କର ପ୍ରାର୍ଥନାରେ ବିଶେଷ କରି ଆଦି ଯାତ୍ରା, ଲେବି ଗଣନା, ଦ୍ଵିତୀୟ ବିବରଣକୁ ଆମେ ଆଲୋଚନା କରିବା ପାଇଁ ଆମେ ଯୋଉ ମନସ୍କ କରିଛୁ, ବିଶେଷ ଏଇ 5ଟି ପୁସ୍ତକକୁ ମଶାଙ୍କ ଦ୍ଵାରା ଲିଖିତ, ଆଉ ତାହା ଆମକୁ ବାଇବେଲ କହେ ଏବଂ 5ଟି ପୁସ୍ତକରେ ସବୁ ବିଷୟ ଆମମାନଙ୍କୁ ସେ ଆମମାନଙ୍କୁ ଶିକ୍ଷା ଦିଏ, ଆମମାନଙ୍କୁ କଥା କହେ। ଯୋଉମାନେ ଏଇ 5ଟି ପୁସ୍ତକକୁ ପଢିଛନ୍ତି ସେମାନେ ଅନ୍ୟ ବାଇବେଲର ସବୁ ଅଂଶକୁ ମଧ୍ୟ ସେମାନେ ଜାଣିପାରିବେ। ପ୍ରିୟ ପ୍ରଭୁଙ୍କର ଆଦି ପୁସ୍ତକ ଆମେ ଯେତେବେଳେ ଶିକ୍ଷା କରୁଥିଲୁ, ଆଦି ପୁସ୍ତକ ତାକୁ ଜେନେସିସ୍ ବୋଲି କହନ୍ତି, ଉତ୍ପତ୍ତିର ପୁସ୍ତକ, ଆଦ୍ୟର ପୁସ୍ତକ। ସବୁ ଆଦ୍ୟର କଥା ସେଠାରେ ବର୍ଣ୍ଣନା କରାଯାଏ। ଆପଣଙ୍କୁ ସ୍ୱର୍ଗର କଥା, ପୃଥିବୀର କଥା, ପାପର କଥା, ଭାଷାର କଥା, ବିବାହର କଥା, ପରିବାରର କଥା ଏବଂ ସମସ୍ତ ଉତ୍ପନ୍ନର କଥା ଲେଖାଯାଏ ସେଠି। ସେଠି ମଧ୍ୟ ଜୀବନ ଉତ୍ପନ୍ନ ଆଉ ସେଠି ମରଣ ମଧ୍ୟ ଉତ୍ପନ୍ନ। ଆଦି ପୁସ୍ତକ ଏକ ଚରିତ୍ରବାନ ବ୍ୟକ୍ତିଙ୍କର କଥା ମଧ୍ୟ ଲେଖାଯାଏ। ବାଇବେଲରେ ଆମେ ଯଦି ଦେଖିବା ପ୍ରାୟ 3000 ଲୋକଙ୍କର ଚରିତ୍ର କଥା ଆମମାନେ ବାଇବେଲର ସବୁ ପଢି ପାରୁଛୁ, କିନ୍ତୁ ସେ ଭିତରୁ କିଛି ଗୁରୁତ୍ୱପୂର୍ଣ୍ଣ ଲୋକମାନଙ୍କର କଥା ଯାହାଙ୍କର ଜୀବନରେ ଆମେ ଅନୁପ୍ରାଣିତ ହଉ, ସେମାନଙ୍କର କଥା ମଧ୍ୟ ଆଦି ପୁସ୍ତକରେ ଲେଖାଯାଏ। ଏଇ ଯୋଉ ଆଦି ପୁସ୍ତକକୁ ତାଙ୍କ ଲୋକମାନଙ୍କ ପାଇଁ ଯେତେବେଳେ ଆଉ ତାକୁ ଦିଆଗଲା, ସେତେବେଳେ ମନୋନୀତ ଲୋକମାନେ ଜାତ ହେଲେ। ଆଉ ଅବ୍ରାହମଙ୍କର ଗୋଷ୍ଠୀରେ ତାଙ୍କ ନାତିଙ୍କ ନାଁରେ ଅର୍ଥାତ୍ ଯାକୋବଙ୍କ ନାଁରେ ଇସ୍ରାଏଲ ବୋଲି ଯୋଉ ଜାତି ବାହାରିଲେ ଏବଂ ସେଇ ଜାତିରେ ଦ୍ଵାରା ସମସ୍ତେ ଆଉ ପାଣିର ଅନୁକରଣ କରି ସେମାନେ ଆଶୀର୍ବାଦ ପ୍ରାପ୍ତ ହେଲେ। ବିଶେଷ କରି ଆଦି ପୁସ୍ତକ 12ରୁ 50 ଯେତେବେଳେ ଦେଖୁଛୁ, ସେଇ ଭିତରେ ମାତ୍ର 70 ଲୋକ ଆଉ ସେମାନେ ମିଶରକୁ ଆସିଥିଲେ ଏବଂ ଯୋସେଫ ଯେତେବେଳେ ସେଠାକାର ଆଉ ମୁଖ୍ୟ ବ୍ୟକ୍ତି ଥିଲେ, ରାଜ୍ୟପାଳ ଥିଲେ, ସେତେବେଳେ ସେ ଜାଗାକୁ ଏକ ଅତିଥି ରୂପେ ଆସିଥିଲେ ଏବଂ ଯୋସେଫଙ୍କ ମରିଲା ପରେ ଆଉ ସେ ଜାଗାରେ ସେମାନଙ୍କୁ ଏକ ନୂଆ ରାଜା ଜନ୍ମ ହେଲେ ଏବଂ ନୂଆ ରାଜା ଯେତେବେଳେ ତାଙ୍କ ଦାୟିତ୍ୱ ଗ୍ରହଣ କଲେ, ଇସ୍ରାଏଲ ଲୋକମାନଙ୍କୁ ସିଏ ଆଉ ଅନେକ ଦୁଃଖ ଦେଲେ, କଷ୍ଟ ଦେଲେ। ଆଦି ପୁସ୍ତକର ଯୋଉ କଥା ଆମେ ଦେଖୁଛୁ, ତାର 12 ଅଧ୍ୟାୟରୁ 50 ଅଧ୍ୟାୟ ମଧ୍ୟରେ ପ୍ରାୟ 350 ବର୍ଷର କାହାଣୀକୁ କୁହାଯାଏ। ଆଉ ସେ ଜାଗାରେ ବିଭିନ୍ନ ବ୍ୟକ୍ତିଙ୍କର କଥା ଆମେ ଦେଖିପାରୁଛୁ, ଆଦମ, ହେବଲ, ନୋହ, ମଥୁସେଲହ ଏବଂ ଅବ୍ରାହମ, ଇସାକ, ଯାକୋବ, ଯୋସେଫ, ମଲକିସେଦକ। ବିଭିନ୍ନ ସ୍ଥାନର କଥା ମଧ୍ୟ ଆମେ ଦେଖୁଛୁ, ଏଦେନ ଉଦ୍ୟାନ, ବାବିଲ ଗଡ, ଆରାରାଟ ପର୍ବତ ଏବଂ ବେଥେଲ, କିଣାନ, ମିଶର ଇତ୍ୟାଦି ଇତ୍ୟାଦି କଥା ଆମେ ମାନେ ସବୁ ବାଇବେଲର ସେ ଜାଗାରେ ଦେଖୁଛୁ। ଆଉ ସେଠି ଆମେ ଦଶମାଂଶର ନମୁନା ଦେଖୁଛୁ। ଅବ୍ରାହମ ଦଶମାଂଶ ଦଉଥିଲେ ଆଉ ମଲକିସେଦକକୁ।
ଆଉ ସେ ଅବ୍ରାହମ ମଧ୍ୟ ସେ ପ୍ରତିଜ୍ଞା କରିଥିଲେ। ଆଦି ପୁସ୍ତକ 15 ଅଧ୍ୟାୟରେ ଆମେ ଦେଖୁଛୁ ଯୋଉ ପ୍ରତିଜ୍ଞାରେ ସେମାନେ ଆସିଲେ ମିଶରରେ 400 ବର୍ଷ ପର୍ଯ୍ୟନ୍ତ, ଆଉ ସେମାନେ ଦାସତ୍ୱ ବନ୍ଧନରେ ବାନ୍ଧି ହେଲେ। ଯେତେବେଳେ ମିଶରରେ ସେମାନେ ରହିଥିଲେ ସେତେବେଳେ ସେମାନଙ୍କର ସଂଖ୍ୟା ବଢିବାକୁ ଲାଗିଲା, ଇସ୍ରାଏଲ ମାନଙ୍କର ସଂଖ୍ୟା। ସେତେବେଳେ ସେଠିକାର ଲୋକମାନେ ଏମାନଙ୍କ ସଂଖ୍ୟା ବଢିଯିବା ପାଇଁ ଏମାନଙ୍କୁ ତାଗିଦ କଲେ, ଏଇ ପ୍ରକାର କି ସେମାନଙ୍କୁ କଷ୍ଟ ଦେଲେ, ଦୁଃଖ ଦେଲେ। ମଶାଙ୍କ ସମୟରେ ଦେଖୁଛୁ ଛୋଟ ପିଲାମାନଙ୍କୁ ସେମାନେ ଆଉ ସେମାନେ ମାରି ଦଉଥିଲେ, ଫିମେଲ ଛୁଆ ମାନଙ୍କୁ ରଖୁଥିଲେ। କିନ୍ତୁ ପରମେଶ୍ୱରଙ୍କର ଯୋଜନା ଅନୁସାରେ ସେମାନଙ୍କର 400 ବର୍ଷ ଶେଷରେ ପ୍ରଭୁ ମଶାଙ୍କୁ ବାହାର କଲେ, ସେଇ ଜାଗାରୁ ଆଣିଲେ। ତେବେ ଆଦି ପୁସ୍ତକ ପାରି ହେଇଗଲା ପରେ ଆମେ ଯାତ୍ରା ପୁସ୍ତକ ଯେତେବେଳେ ଆମେ ଦେଖୁଛୁ, ଯାତ୍ରା ପୁସ୍ତକରେ ମଧ୍ୟ ଠିକ ସେଇ ପ୍ରକାର ସେମାନେ ଦାସତ୍ୱ ବନ୍ଧନରେ ରହିଥିଲେ। ଆଉ 1 ଅଧ୍ୟାୟ 2 ଅଧ୍ୟାୟ ଯେତେବେଳେ ଦେଖୁଛୁ ମଶାଙ୍କର ଜନ୍ମର ବିବରଣ କଥା ଆମେ ଦେଖିବାକୁ ପାଉଛୁ। 3 ଅଧ୍ୟାୟରେ ତାଙ୍କର ଆହ୍ୱାନ କଥା ଦେଖିବାକୁ ପାଉଛୁ। 4 ଅଧ୍ୟାୟରେ ତାଙ୍କର ମୁକ୍ତର ଘୋଷଣା କଥା ଦେଖିବାକୁ ପାଉଛୁ। ଏବଂ 5 ଅଧ୍ୟାୟ 6 ଅଧ୍ୟାୟ ତାଙ୍କ ଡାକ କଥା ଜାଣିବାକୁ ପାଉଛୁ। ଏବଂ ଆଦି ପୁସ୍ତକରେ ସରି ଯାତ୍ରା ପୁସ୍ତକରେ ଏଇ ପ୍ରକାର କି ଗୋଟିଏ ମହାମାରୀ କଥା ଆମେ ଦେଖିବାକୁ ପାଇପାରୁଛୁ। 12 ଅଧ୍ୟାୟକୁ ଯେତେବେଳେ ଆସୁଛୁ, ଯାତ୍ରା ପୁସ୍ତକ 12 ଅଧ୍ୟାୟରେ ସେତେବେଳେ ସେମାନେ ମେଷ ଶାବକଙ୍କ ରକ୍ତ ଦ୍ଵାରା ମୁକ୍ତ ପ୍ରାପ୍ତ ହେଇ ମିଶର ଛାଡି କିଣାଣ ପାଇଁ ସେମାନେ ଯାତ୍ରା କରୁଛନ୍ତି। ପରମେଶ୍ୱର ମହତ୍ କାର୍ଯ୍ୟ ତାଙ୍କ ଦାସ ମୂଷା ଓ ହାରଣଙ୍କ ଦ୍ଵାରା କଲେ। ଏବଂ 15 ଅଧ୍ୟାୟକୁ ଆମେ ଯେତେବେଳେ ଦେଖୁଛୁ, 15 ଅଧ୍ୟାୟରେ ସେମାନେ ଯେତେବେଳେ ମୁକ୍ତି ପ୍ରାପ୍ତ ହେଲେ, ପ୍ରଶଂସାର ଗୀତ ଗାଇଲେ, ଧନ୍ୟବାଦର ଗୀତ ଗାଇଲେ। ମରିୟମ ଭାବବାଦିନୀ ଥିଲେ, ମରିୟମ ଥିଲେ ଆଉ ମୂଷାଙ୍କର ବଡ ଭଉଣୀ, ଏବଂ ହାରଣ ଥିଲେ। ଆଉ ସେମାନଙ୍କ ଜୀବନ କଥା ଆମେ ଦେଖିବାକୁ ପାଉଛୁ। ବିଶେଷ କରି ଯାତ୍ରା ପୁସ୍ତକକୁ ଆମେ ଯେତେବେଳେ ଦେଖୁଛୁ, 1 ଅଧ୍ୟାୟରୁ 18 ଅଧ୍ୟାୟ ମଧ୍ୟରେ ସେମାନଙ୍କର ଯାତ୍ରାର କଥା ଲେଖାଯାଏ। ସେମାନଙ୍କ ଯାତ୍ରାର କଥା ମଧ୍ୟରେ ଅନେକ ଗୁଡାଏ ଘଟଣା ଘଟି ଯାଇଛି। ସେମାନେ ଯେତେବେଳେ ଯାତ୍ରା କଲେ, ସେମାନେ ଯାଉ 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 ସେମାନେ ଏକ ସ- ସ୍ଥାନରେ ପହଞ୍ଚିଲେ। ସୁଖ ସମୁଦ୍ରକୁ ଯେତେବେଳେ ପହଞ୍ଚିଲେ, ସେତେବେଳକୁ ଆଗରେ ସମୁଦ୍ର, ପଛରେ ଫାରୋଙ୍କର ଶତ୍ରୁ। ଏଇ ପ୍ରକାର ଅବସ୍ଥାରେ ସେମାନେ କ୍ରନ୍ଦନ କଲେ। ସଦାପ୍ରଭୁ ସେମାନଙ୍କର କ୍ରନ୍ଦନକୁ ଶୁଣିଲେ ଏବଂ ସମୁଦ୍ରକୁ 2 ଭାଗ କରି ସେମାନଙ୍କୁ ସିନାଇ ପର୍ବତକୁ ବାହାର କରି ଆଣିଲେ। 6 ଅଧ୍ୟାୟ 7 ଅଧ୍ୟାୟରେ ମଧ୍ୟ ଆମେ ସେଇ କଥା ଦେଖିପାରୁଛୁ। 3 ଅଧ୍ୟାୟରେ ମଧ୍ୟ ସେଇ କଥା ଆମେ ଦେଖିପାରୁଛୁ। ପ୍ରଭୁ ତାଙ୍କ ଲୋକମାନଙ୍କର କ୍ରନ୍ଦନକୁ ସେ ଶୁଣିଲେ, ସେମାନଙ୍କୁ ମୁକ୍ତ କରି ଆଣିଲେ। କିନ୍ତୁ ଇସ୍ରାଏଲ ଜାତି କେବେ ମଧ୍ୟ ସେମାନେ ତାଙ୍କ ଠାରେ ସନ୍ତୁଷ୍ଟ ନଥିଲେ, ସବୁବେଳେ ପ୍ରଚେଷ୍ଟା କରୁଥିଲେ। ପାଣି ମିଳିଲା ନାହିଁ, ସେତେବେଳେ ଆମେ ଯେତେବେଳେ 15 16 ଅଧ୍ୟାୟକୁ ଦେଖୁ, ସେତେବେଳକୁ ପାଣି ପାଇଁ ସେମାନେ ଚିତ୍କାର କଲେ ଏବଂ ସେମାନେ ମଶାଙ୍କ ବିରୁଦ୍ଧରେ ଉଠିଲେ। ଏବଂ ପ୍ରଭୁ ସେମାନଙ୍କୁ ଏ ପ୍ରକାର ଏକ ପାଣି ଦେଲେ, ମୋର ଦେନ୍ ବେଟର ଦେନ୍ ଆଉ ମିନେରାଲ ୱାଟର ସେମାନେ ପିଇଲେ। ସେମାନେ ପାଣି ପିଇକରି ସେମାନେ ତୃପ୍ତ ହେଲେ। ଆଉ 15 ଅଧ୍ୟାୟର 26 ପଦରେ ଆମେ ଦେଖୁଛୁ, ସେମାନଙ୍କର ପରମେଶ୍ୱର ହେଇକି ରହିଲେ, ସେମାନଙ୍କ ସମସ୍ତ ରୋଗରୁ ସେମାନଙ୍କୁ ସୁସ୍ଥ କଲେ। 1 ଅଧ୍ୟାୟରୁ 18 ଅଧ୍ୟାୟ ମଧ୍ୟରେ ଯାତ୍ରା ପୁସ୍ତକ ଏଇ କଥା ଆମେ ଦେଖୁଛୁ। 19 ଅଧ୍ୟାୟରୁ 24 ଅଧ୍ୟାୟ ମଧ୍ୟରେ ପରମେଶ୍ୱର ସେମାନଙ୍କୁ ଏକ ବିଧି ଦେଲେ, ନିୟମ ଦେଲେ, 10 ଆଜ୍ଞା ପ୍ରଦାନ କଲେ। ସେମାନେ କହିଲେ, ତୁମେ ପିଲାମାନେ, ତୁମେ ଚଳିବା ପାଇଁ, ପରମେଶ୍ୱରଙ୍କ ସାଙ୍ଗେ ତୁମେ ରହିବା ପାଇଁ ତୁମମାନଙ୍କ ପାଇଁ ଏକ ନିୟମ କାନୁନର ଆବଶ୍ୟକତା। ନିୟମ କାନୁନ ମନୁଷ୍ୟ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଯଦି ଜଣେ ବ୍ୟକ୍ତି ତା ନିୟମ ଅନୁସାରେ ନ ଚାଲିବ, ତା ନିୟମ ଅନୁସାରେ ନ ଯିବ, ତେବେ ସେ ଭ୍ରଷ୍ଟ ହେଇଯିବ। ସେଥିପାଇଁ ପରମେଶ୍ୱର ସେମାନଙ୍କୁ ନିୟମ ଦେଲେ, ବ୍ୟବସ୍ଥା ଦେଲେ। 1 ଆଜ୍ଞା, 2 ଆଜ୍ଞା, 3 ଆଜ୍ଞା, 10 ଆଜ୍ଞା ପର୍ଯ୍ୟନ୍ତ ସେ ସେମାନଙ୍କୁ ଦେଲେ। କି ପ୍ରକାର ନିୟମ କାଟିବେ, କି ପ୍ରକାର ଚଳିବେ, ସେ କଥା ସେମାନଙ୍କୁ ସେ ଶିଖେଇଲେ। ଏବଂ ସବୁ କଥା ଶିଖେଇଲା ପରେ ସେ 25 ଅଧ୍ୟାୟରୁ 40 ଅଧ୍ୟାୟରେ ଈଶ୍ୱରଙ୍କର ଉପସ୍ଥିତି ବିଷୟ ସେମାନଙ୍କୁ କହିଲେ, ଆଉ ଏକ ନମୁନା ସେମାନଙ୍କୁ ଦେଲେ। ସ୍ୱର୍ଗର ଏକ ନମୁନା ଦେଲେ। ସେମାନେ ଯାଇ ସମାଗମ ତମ୍ବୁ ତିଆରି କରିବେ, ଆବାସ ତମ୍ବୁ ତିଆରି କରିବେ, ନିୟମ ସିନ୍ଧୁକ ତିଆରି କରିବେ, ଯୋଉ ଜାଗାରେ ପରମେଶ୍ୱରଙ୍କର ଉପସ୍ଥିତି ରହିବ। ଏଥି ପୂର୍ବରୁ ପରମେଶ୍ୱର ପର୍ବତରେ କଥା କହୁଥିଲେ, କିନ୍ତୁ ବର୍ତ୍ତମାନ ପ୍ରଭୁ ଚାହିଁଲେ ଏଇ ଲୋକମାନେ ଅନେକ ବର୍ଷ ହେଲା ମୋ ସାଙ୍ଗରେ ଅଛନ୍ତି, ଯଦି ଏମାନଙ୍କୁ ମୁଖାମୁଖି ହେଇ ଆମ୍ଭେ କଥା କହିବା। ତେବେ ଆଉ ଥରେ ମୁଁ ରିପିଟ କରିବାକୁ ଚାହେଁ, 1 ଅଧ୍ୟାୟରୁ 18 ଅଧ୍ୟାୟ ହଉଛି ସେମାନଙ୍କର ଯାତ୍ରା। ଯାତ୍ରାରେ ସେମାନେ ସବୁ ପ୍ରତିବାସୀର ସୁନା ସବୁ ମାଗି ଆଣିଲେ, ରୂପା ସବୁ ମାଗିଲେ। ସେମାନେ ସମସ୍ତ ମିଶ୍ର ଲୋକମାନଙ୍କର ଧନ ସମ୍ପତ୍ତି ଆସିଲେ। ଯାତ୍ରା କରୁ କରୁ ସମସ୍ୟା ବି ଫେସ୍ କଲେ। ସେତେବେଳେ ପ୍ରଭୁଙ୍କୁ ସେମାନେ ପ୍ରଶଂସା କଲେ।
ଫରୋର ସନ୍ତାନ ମାନେ କିଛି ମରିଗଲେ ଏବଂ ପ୍ରଭୁ ସେମାନଙ୍କୁ ସ୍ୱର୍ଗର ମାନ୍ନା ଦେଇ ସ୍ୱର୍ଗର ଖାଦ୍ୟ ଦେଇ ସେମାନଙ୍କୁ ତୃପ୍ତ କଲେ। ପଥରର ଜଳ ଦେଇ ସେମାନଙ୍କୁ ତୃପ୍ତ କଲେ। ରୋଗରୁ ମୁକ୍ତ ହେବା ପାଇଁ ସେମାନଙ୍କୁ ପ୍ରତିଜ୍ଞା କରି କହିଲେ, ଅମ୍ବେ ଜିଓବା ରାଫା, ତୁମେ ଆମ ନିକଟରେ ଡାକ ପକେଇଲେ ତୁମେ ସୁସ୍ଥ ହେବ। 19 ଅଧ୍ୟାୟରୁ 24 ଅଧ୍ୟାୟରେ ସେ ବ୍ୟବସ୍ଥାକୁ ପ୍ରଦାନ କଲେ। 25 ଅଧ୍ୟାୟରୁ 40 ଅଧ୍ୟାୟରେ ପରମେଶ୍ୱର କହିଲେ, ହେ ମୂଷା, ତୁମେ ତୁମ ଲୋକମାନଙ୍କ ଠାରୁ ସମସ୍ତ ସୁନା ରୂପା ଯାହା ସବୁ ରହିଛି ତାକୁ ଆଦାୟ କର। ଆଦାୟ କଲା ପରେ ଆମ ପାଇଁ ଏକ ସିନ୍ଦୁକ ତିଆରି କର। 25 ଅଧ୍ୟାୟର 1 ପଦ 2 ପଦ 3 ପଦକୁ ଦେଖିଲେ ଆମେ ସେ କଥା ବୁଝିପାରୁଛୁ। ତେବେ ନିୟମ ସିନ୍ଦୁକ କଣ? ପ୍ରଭୁ ଆଉ ପର୍ବତରେ କଥା କହିବେ ନାହିଁ। ପର୍ବତରେ ମୂଷା ଯାଇ କଥା କହି ଏମାନଙ୍କୁ ଜଣେଇବେ ନାହିଁ। ବର୍ତ୍ତମାନ ହଉଛି ଯେ ସେମାନେ ଈଶ୍ୱରଙ୍କ ସହିତ ସମ୍ମୁଖା ସମ୍ମୁଖୀ କଥାବାର୍ତ୍ତା କରିବେ। ନିୟମ ସିନ୍ଦୁକର ଆବାସ ତମ୍ବୁର ନମୁନା ଓ ଚିହ୍ନ ସ୍ୱର୍ଗରୁ ତିଆରି ହେଇଥିଲା। ଯେତେବେଳେ ମୂଷା ଆଉ ଈଶ୍ୱର ସିନାଇ ପର୍ବତରେ ବସୁଛନ୍ତି, ସେତେବେଳକୁ ସେ ତାର ଏକ ନମୁନା ତାଙ୍କୁ ଦେଲେ। ସେମାନେ କଣ କରିବେ? ସେଠାରେ ୱାର୍ସିପ କରିବେ। ନିୟମ ସିନ୍ଦୁକରେ ସେମାନେ ୱାର୍ସିପ କରିବେ। ସେମାନେ ପରମେଶ୍ୱରଙ୍କୁ ସାକ୍ଷାତ କରିବେ। ସେମାନେ ପରମେଶ୍ୱରଙ୍କ ସହିତ କଥା କହିବେ। କି ଭାଗ୍ୟବାନ ଲୋକମାନେ! ସ୍ୱର୍ଗର ପରମେଶ୍ୱର ଆସି ସେମାନଙ୍କ ସଙ୍ଗେ କଥା ହେବା ପାଇଁ ଚାହାନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ଦୁଃଖ ଆଉ କଷ୍ଟ ଦେଇ ଯେତେବେଳେ ଗତି କରୁ, ସେତେବେଳେ ପ୍ରଭୁ ଆମମାନଙ୍କୁ କଥା କହିବାକୁ ଚାହାନ୍ତି। ଆଉ ପର୍ବତରେ କଥା ହେବାକୁ ଇଚ୍ଛା ନାହିଁ, ସିଧା ସେମାନଙ୍କ ମଧ୍ୟରେ ସେ ରହିବାକୁ ସେ ଇଚ୍ଛା କଲେ। ଏହା ଜ୍ଞାନର ବାକ୍ୟ ପ୍ରଦାନ କରେ। ଏହା ବୁଦ୍ଧିର ବାକ୍ୟ ପ୍ରଦାନ କରେ। ଆବାସ ତମ୍ବୁ ବା ନିୟମ ସିନ୍ଦୁକର ଯୋଉ ନମୁନା ହଉଛି, ସେମାନେ ଆଉ ଥରେ ପରସ୍ପର ଭିତରେ ପ୍ରେମର ସହିତ ସହଭାଗିତାର ସହିତ ରହିବେ। ଈଶ୍ୱର ସେମାନଙ୍କୁ ଆଶୀର୍ବାଦ କରିବେ। ଏହା ହଉଛି ତାହା ଥିଲା ନିୟମ। ଏବଂ ଏହା ତାଙ୍କ ଲୋକମାନଙ୍କ ପାଇଁ ଏକ ସ୍ଥାନ, ଉଦ୍ଧାର ପ୍ରାପ୍ତକାରୀ ଲୋକମାନଙ୍କ ପାଇଁ ଏକ ଈଶ୍ୱରଙ୍କର ସାଙ୍ଗେ ମିଳିତ ହେବାର ସ୍ଥାନ ହଉଛି ନିୟମ ସିନ୍ଦୁକ ବା ସମାଗମ ତମ୍ବୁ, ଆବାସ ତମ୍ବୁ ପଞ୍ଜାବ କହୁଛୁ ଆମେ। ଏହା କିପରି ତିଆରି ହେଲା, କିପରି ଯୋଜନା ହେଲା? 25 ଅଧ୍ୟାୟରେ 30 ଅଧ୍ୟାୟ ମଧ୍ୟରେ ଆଉ ମୂଷାଙ୍କ ସହିତ ଈଶ୍ୱର କଥାବାର୍ତ୍ତା କରି ତାକୁ ସେ ପ୍ରସ୍ତୁତ କରନ୍ତି। ଏଇଟା କାହିଁକି ତିଆରି ହେଇଛି? ଏଇଟା ତିଆରି କରାଗଲା ନାଇଁ, ପରମେଶ୍ୱର ତାଙ୍କ ସାଙ୍ଗେ ରହିବେ, ତାଙ୍କ ସାଙ୍ଗେ ଗମନାଗମନ କରିବେ। ଆଉ ଉଦ୍ଧାର ପ୍ରାପ୍ତ ଲୋକମାନଙ୍କ ସହିତ ସେ କଥା ହେବେ। ତାହା ହଉଛି ଈଶ୍ୱରୀୟ ଉଦ୍ଧାର ପ୍ରାପ୍ତ ଲୋକମାନଙ୍କ ପାଇଁ କଥା ହେବାର ସ୍ଥାନ। ଏହା କେତେ ସମୟରେ ହେଇଥିଲା? ଯାତ୍ରା କରିବା ସମୟରେ, ଯାତ୍ରା କରିବାର ଗୋଟିଏ ବର୍ଷ ମଧ୍ୟରେ ଏଇ ଆବାସ ତମ୍ବୁଟି ତିଆରି କରାଗଲା। ଯୋଉ ଜାଗାରେ ପ୍ରାୟ ସରିବା ପାଇଁ 1 ବର୍ଷ ଲାଗିଥିଲା, ସେମାନେ ତାକୁ ତିଆରି କଲେ। ତେବେ 30ରୁ 35ରୁ 40 ଅଧ୍ୟାୟ ଆମେ ଯେତେବେଳେ ଦେଖୁଛୁ, ତାହା କି ପ୍ରକାର ତିଆରି ହେଲା, ସେ ସବୁ କଥା ସମାପ୍ତ ହେଲା, ବର୍ଣ୍ଣନା କରାଯାଏ। କିନ୍ତୁ 25ରୁ 31 ସେ ପ୍ରଭୁ ତାଙ୍କୁ ଯୋଜନା କଲେ, ଯୋଜନାର ବିଷୟ ଦେଲେ, କେମିତି ରୂପରେଖା ତାର କେମିତି କରିବେ ସେ କଥା ମଧ୍ୟ ତାଙ୍କୁ ଜଣାଇବେ। କିନ୍ତୁ 32ରୁ 34ରେ ଆମେ ଯେତେବେଳେ ଯାତ୍ରା ପୁସ୍ତକରେ ଆମେ ଦେଖୁଛୁ, ପରମେଶ୍ୱର ମୂଷାଙ୍କୁ ଡାକିଲେ ସିନାଇ ପର୍ବତକୁ। ସେଟା ଗଲେ, ଯେତେବେଳେ ସେଟା ଗଲେ ପରମେଶ୍ୱରଙ୍କ ସାଙ୍ଗେ ସେ କଥାବାର୍ତ୍ତା କଲେ। କଥାବାର୍ତ୍ତା କଲା ବେଳେ ଏଇ ଯୋଉ ଲୋକମାନେ ଥିଲେ, ଏଇ ଲୋକମାନେ ସେମାନେ ପରମେଶ୍ୱରଙ୍କୁ ଭୁଲି, ଆଉ ସେମାନେ ଏକ ବଳଦ ତିଆରି କଲେ, ଏକ ବାଛୁରୀ ତିଆରି କଲେ। ପରମେଶ୍ୱରଙ୍କ ବଦଳରେ ଅନ୍ୟ ଦେବତା ସେମାନେ ପୂଜା କରିବା ପାଇଁ ଚିନ୍ତା କଲେ। କାରଣ ମୂଷା ଯେତେବେଳେ ପାହାଡକୁ ଗଲେ, ଆସିବା ପାଇଁ ଲେଟ୍ ହେଲା, ତେଣୁ ସେମାନେ ତାହାକୁ ଚିନ୍ତା କଲେ। ଏହା ଏକ ଦୁର୍ଭାଗ୍ୟର କଥା ଥିଲା। ଆମେ କାହିଁକି ଟାବରନାକଲ ବା ଆବାସ ତମ୍ବୁର କଥା ଆମେ ପାଠ କରିବା? କାରଣ ଆପଣ ଯଦି ବାଇବେଲକୁ ଯଦି ଦେଖିବେ, ବାଇବେଲର ପ୍ରାୟ 50ଟି ଅଧ୍ୟାୟରେ ଏଇ କଥା ବର୍ଣ୍ଣନା କରାଯାଏ, ଆବାସ ତମ୍ବୁର କଥା। ଆଉ 1189 ବା 1189 ଅଧ୍ୟାୟ ମାନଙ୍କ ମଧ୍ୟରେ ପ୍ରାୟ 50ଟି ଅଧ୍ୟାୟରେ ଆଉ ଆବାସ ତମ୍ବୁ କଥା ଲେଖାଯାଏ। ଆପଣ ଯଦି ଏକ୍ସୋଡସ୍ ବା ଯାତ୍ରା ପୁସ୍ତକ ପଢିବେ, 13ଟି ଅଧ୍ୟାୟରେ ତାକୁ ବ୍ୟାଖ୍ୟା କରାଯାଏ।
ଲେବୀୟ ପୁସ୍ତକରେ ପ୍ରାୟ 18ଟି ଅଧ୍ୟାୟରେ ତାକୁ ବ୍ୟାଖ୍ୟା କରାଯାଏ। ଦ୍ୱିତୀୟ ବିବରଣରେ ପ୍ରାୟ 2ଟି ଅଧ୍ୟାୟରେ ତାକୁ ବ୍ୟାଖ୍ୟା କରାଯାଏ। ଏଭ୍ରି ପୁସ୍ତକ ପ୍ରାୟ 4ଟି ଅଧ୍ୟାୟରେ ତାକୁ ବ୍ୟାଖ୍ୟା କରାଯାଏ। ଏହାର ନମୁନା ଆଉ ଥରେ ମୁଁ କହୁଛି, ସ୍ୱର୍ଗରୁ ହେଇଥିଲା। ମତେ କେହି ଜଣେ ପଢି ସାହାଯ୍ୟ କରିବେ? ଏଭ୍ରି ପୁସ୍ତକ ତାର 9 ଅଧ୍ୟାୟର 23 ପଦକୁ ଟିକେ ପଢନ୍ତୁ। କେହି ଜଣେ ଦୟାକରି ସାହାଯ୍ୟ କରନ୍ତୁ। ଏଭ୍ରି ପୁସ୍ତକ 9 ଅଧ୍ୟାୟର 23 ପଦକୁ ଆମମାନେ ପାଠ କରିବା। ପଢିଦିଅନ୍ତୁ ଆଜ୍ଞା କେହି ଜଣେ। ଏଭ୍ରି 9 ଅଧ୍ୟାୟ 23 ପଦ। ଆଜ୍ଞା 23 କି 13 ସାର୍? 23। 23 ପଢନ୍ତୁ, 9 ଅଧ୍ୟାୟ 23 ପଦ ପଢନ୍ତୁ। ଅତଏବ ସ୍ୱର୍ଗସ୍ଥ ବିଷୟ ଗୁଡ଼ିକର ଦୃଷ୍ଟାନ୍ତ ସମସ୍ତ ଏହି ସବୁ ଦ୍ୱାରା ସୂଚୀକୃତ ହେବାର ଆବଶ୍ୟକ ଥିଲା, କିନ୍ତୁ ସ୍ୱର୍ଗୀୟ ବିଷୟ ଗୁଡ଼ିକ ତ ଏହି ସବୁଠାରୁ ଶ୍ରେଷ୍ଠତର ବଳିଦାନ ଦ୍ୱାରା ସୂଚୀକୃତ ହେବାର ଆବଶ୍ୟକ। ଆମେନ୍। ଏହା ସ୍ୱର୍ଗର ନମୁନା ଅଟେ। 9 ଅଧ୍ୟାୟ 23 ପଦରେ ଆମେ ଦେଖୁଛୁ। ଆଉ ଆବାସ ସ୍ତମ୍ଭକୁ ବିଶେଷ କରି ଯେତେବେଳେ ତିଆରି କରାଗଲା, ଏଠାର କେନ୍ଦ୍ରବିନ୍ଦୁ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତାକୁ ବଳିର ଚିହ୍ନ ବୋଲି ଆମମାନେ କହୁଛନ୍ତି। ତାଙ୍କର ବ୍ୟକ୍ତିତ୍ବ କଥା ଲେଖାଯାଏ, ତାଙ୍କର କାର୍ଯ୍ୟ କଥା ମଧ୍ୟ ଏଠାରେ ଲେଖାଯାଏ। ଏହା ଛାୟା ମାତ୍ରକ ପୁରାତନ ନିୟମରେ, କିନ୍ତୁ ଷଷ୍ଠ ବିଷୟ ହଉଛି ଆଉ ପ୍ରକୃତ ବିଷୟ ହଉଛି ନୂତନ ନିୟମରେ। ସେ ହଉଛନ୍ତି ଏଇ ତମ୍ବୁର, ଏଇଠିର ଅଲ୍ଟର ବା ଏ ବେଦୀର ପ୍ରକୃତ ମେଷ ଶାବକ ଅଟନ୍ତି। ତେବେ ଆକୁ 3 ଭାଗରେ ଆମେ ବିଭକ୍ତ କରିବାଟା ବାଇବେଲରେ ଦେଖୁଛୁ। ପ୍ରଥମ ସ୍ଥାନ ଥିଲା ପ୍ରାଙ୍ଗଣ, ଦ୍ୱିତୀୟ ସ୍ଥାନ ଥିଲା ଆଉ ପବିତ୍ର ସ୍ଥାନ, ତୃତୀୟ ସ୍ଥାନ ହଉଛି ମହାପବିତ୍ର ସ୍ଥାନ। ପ୍ରାଙ୍ଗଣକୁ ସମସ୍ତେ ଯାଇପାରିବେ, ପବିତ୍ର ସ୍ଥାନକୁ କେବଳ ଯାଜକ ମାନେ ଯାଇପାରିବେ, ଏବଂ ମହାପବିତ୍ର ସ୍ଥାନକୁ ମହାଯାଜକ ଛଡା ଆଉ କେହି ଯାଇପାରିବେ। ଦାଟୁ ବି ତାଙ୍କୁ ଗୋଡରେ ରସି ବନ୍ଧା ହବ, ସେ ଭିତରକୁ ଯିବେ, ପୂଜା ପାଠ କରିବେ, ସେ ଆସିବେ। ଯଦି ପାପ କରିବେ ସେ ମୃତ୍ୟୁବରଣ କରିବେ, ଏବଂ ତାଙ୍କୁ ଯେତେବେଳେ ଏ ଶବ୍ଦ ଶୁଣାଯିବ, ତାଙ୍କର ଦୌଡ଼ିରେ ତାଙ୍କୁ ଟଣାଯିବ, ତାଙ୍କୁ ସେ ଆସି ତାଙ୍କୁ ଅଣାଯିବ, ଏବଂ ସେ ମୃତ୍ୟୁବରଣ କରିଛନ୍ତି, ତାହେଲେ ତାକୁ କବର ଦିଆଯିବ। ତାହା ଥିଲା ତାହାର କଥା। ବିଶେଷ କରି ଆଉ ଏଇ ଯୋଉ ପ୍ରାଙ୍ଗଣରେ 2ଟି କଥା ଆମେ ଦେଖିବାକୁ ପାଉଛୁ। ଗୋଟିଏ ହଉଛି ତାହା ବଳି କରିବାର ସ୍ଥାନ, ଦ୍ୱିତୀୟ ହଉଛି ତାହା ସୂଚି ହେବାର ସ୍ଥାନ ମଧ୍ୟ ଆମମାନେ ସେଠାରେ ବର୍ଣ୍ଣନା କରାଯାଇଛି। ଆଉ ଏଇ ଯୋଉ ଆବାସସ୍ତମ୍ଭର ବିଭିନ୍ନ ବିଷୟକୁ ଆମମାନେ ଯାତ୍ରା ପୁସ୍ତକ ତାର 25ରୁ 40 ପଦରେ ଦେଖୁଛୁ। ଆମେ ତାହା ଦୀପ ବୃକ୍ଷ, ଏବଂ ଆମେ ଦେଖୁଛୁ ମେଜ ଏବଂ ମେର୍ସି ସିଟ୍, ଆଉ ଆମମାନେ ତାର ବେଦୀ କଥା ଆମମାନେ ଦେଖିବାକୁ ପାଉଛୁ। ଯୋଉ ଜାଗାରେ ମୂଷାଙ୍କୁ ନିର୍ଦ୍ଦେଶ ହେଇଥିଲା ଏଇ ସବୁକୁ ତୁମେ ନେଇ ତିଆରି କରିବ। ଆଉ ବିଶେଷ କରି 25 ଅଧ୍ୟାୟରୁ ଆଉ 31 ଅଧ୍ୟାୟରେ ଯେତେବେଳେ ଆମେ ଦୀପ ବୃକ୍ଷ କଥା ଦେଖୁଛୁ, ଆବାସସ୍ତମ୍ଭ କଥା ଦେଖୁଛୁ, ସେ ହଉଛନ୍ତି ପ୍ରକୃତ ଆମମାନଙ୍କ ପାଇଁ ଏକ ଆଲୋକ ଅଟନ୍ତି। ଦ୍ୱିତୀୟ ଭାଗରେ 25 ଆଉ ଯଦି ଆମେ ଦେଖୁଛୁ, ସେଠି ସେ ହଉଛନ୍ତି ଆମମାନଙ୍କ ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜୀବନଦାୟକ ଆହାର। ଆବାସସ୍ତମ୍ଭର ତୃତୀୟ ନମୁନା ହଉଛି ସେ ହଉଛନ୍ତି ଆମମାନଙ୍କର ପ୍ରାର୍ଥନାକାରୀ ପରମେଶ୍ୱର। ସବୁବେଳେ ଆମମାନଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଆଉ ମହାପବିତ୍ର ସ୍ଥାନ କଥା ଆମେ ଯେତେବେଳେ ଦେଖୁଛୁ, ତାଙ୍କର ଉପସ୍ଥିତି ସବୁବେଳେ ଈଶ୍ୱରଙ୍କର ଉପସ୍ଥିତି ରହୁଥିଲା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆବାସସ୍ତମ୍ଭର ଏଇ ପ୍ରକାର ସବୁ କଥା ଆମମାନେ ଦେଖିବାକୁ ପାଇପାରୁଛୁ। ଯେତେବେଳେ କୌଣସି ବ୍ୟକ୍ତି ଯାଉଥିଲେ, ସିଧାସଳଖ ଯାଇପାରୁନଥିଲେ, କିନ୍ତୁ ଯାଜକ ମାନଙ୍କ ଦ୍ଵାରା ସେ ଜାଗାକୁ ସେମାନେ ପହଞ୍ଚୁଥିଲେ। ତାଙ୍କ ରକ୍ତ ବା ତାଙ୍କ ବଳି କରାଯାଉଥିଲା, ତାପରେ ତାକୁ ପାପାର୍ଥକ ବଳି, ଅମାର୍ଥକ ବଳି ଏଇ ସବୁ କରାହଉଥିଲା, ଏବଂ ସେଇ ବଳିର ଯୋଉ ରକ୍ତ ନେଇକରି ସେ ମହାପବିତ୍ର ସ୍ଥାନକୁ ଯାଇ ଆଉ ସେଠି ଆଉ ଆମମାନଙ୍କର ଏଇ ଯୋଉ ଯାଜକ ମାନେ ବାଞ୍ଚୁଥିଲେ। ତେଣୁ ମୁଁ କହିବାର କଥା ହଉଛି, ଏ ଆବାସସ୍ତମ୍ଭ ଈଶ୍ୱରଙ୍କର ଉପସ୍ଥିତିର ସ୍ଥାନ ଅଟେ। ବହୁତ କଥା ତା ଭିତରେ ଅଛି, ଉପସ୍ଥିତ ସ୍ଥାନ ଅଟେ। ଯୋଉମାନେ ଈଶ୍ୱରଙ୍କୁ ସିଧାସଳଖ ଦେଖି ପାରୁନଥିଲେ, କିନ୍ତୁ ଏହା ଦ୍ଵାରା ସେମାନେ ଏଇ ନିୟମ ଚିନ୍ଦୁକ ଦ୍ଵାରା ସେମାନେ ଈଶ୍ୱରଙ୍କର ଉପସ୍ଥିତିକୁ ସେମାନେ ଜାଣିପାରିଲେ। ମୁଁ ଗତକାଲି କହୁଥିଲି, ସେମାନେ ଯେତେବେଳେ ଯାଉଥିଲେ, ପରମେଶ୍ୱରଙ୍କର ଉପସ୍ଥିତି ସେମାନଙ୍କୁ ଉପରେ ଥିଲା। ଏହା କି ପ୍ରକାର ନିର୍ମାଣ ହେଇଥିଲା? କାଠ ଦ୍ଵାରା ତିଆରି ହେଇଥିଲା, ସୁନା ଦ୍ଵାରା ତିଆରି ହେଇଥିଲା, ରୂପା ଦ୍ଵାରା ତିଆରି ହେଇଥିଲା, ତମ୍ବା ଦ୍ଵାରା ତିଆରି ହେଇଥିଲା, ଏବଂ ପଶୁର ଚର୍ମ ଦ୍ଵାରା ତାକୁ ତିଆରି କରାଯାଇଥିଲା। ଏହାର ନିର୍ମାଣ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ। ତା ପାଇଁ ସ୍ୱତନ୍ତ୍ର ଶିଳ୍ପୀ ଥିଲେ। ସମସ୍ତେ ତାକୁ ତିଆରି କରିବା ପାଇଁ ସୌଭାଗ୍ୟ ପାଇନଥିଲେ। ପ୍ରଭୁ କିଛି ଲୋକମାନଙ୍କୁ ଟ୍ରେନିଂ ଦେଇଥିଲେ ଏବଂ ମନୋନୀତ କରିଥିଲେ।
ଏବଂ ସେଟା ସବୁବେଳେ ତାଙ୍କ ଉପସ୍ଥିତ ଥାଏ, ତାଙ୍କ ଲୋକମାନଙ୍କୁ ସେ କଥା ହଉଥିଲେ। ଏହା ଥିଲା ଆବାସସ୍ତମ୍ଭର କିଛି କଥା। ଏବଂ ସେଠି ମଧ୍ୟ ଆମେ ମାନ୍ନା ଦେଖିବାକୁ ପାଉଛୁ, ଦୀପ ବୃକ୍ଷ ଦେଖିବାକୁ ପାଇପାରୁଛୁ, ଏବଂ ପାଦ ପ୍ରକ୍ଷାଳନ ନିମନ୍ତେ ଶୁଚିକରଣ ନିମନ୍ତେ କୁଣ୍ଡ ଦେଖିବାକୁ ପାଉଛୁ। ବିଭିନ୍ନ କଥା ଲେଖା ହେଇଛି। ଆଉ ମୋର ସ୍ୱଳ୍ପ ସମୟ ଯୋଗୁଁ ମୁଁ ଆଗକୁ ବେଶୀ ବଢୁନାହିଁ, କିନ୍ତୁ ପରବର୍ତ୍ତୀ ସମୟରେ ତାର କାଠ, ତାର ଦୀପ, ତାର କୋଉ ପାର୍ଶ୍ୱରେ କୋଉ ଗୋଷ୍ଠୀର ବ୍ୟକ୍ତି ମାନେ ଥିଲେ ତାଙ୍କ ପାଇଁ ତାହା ସବୁ ବର୍ଣ୍ଣନା କରାଯାଇଥିଲା। ମୁଁ ଦୟା କଲେ ଆଗ ଦିନମାନଙ୍କ ମଧ୍ୟରେ ହୁଏତ ଛୋଟିଆ ଛୋଟିଆ କରି ଅଳ୍ପ ସମୟ ବର୍ଣ୍ଣନା କରିବି। କିନ୍ତୁ ପ୍ରକୃତ କଥା ହଉଛି ଆବାସ ତମ୍ବୁ ଏକ ତମ୍ବୁ ଥିଲା। ସେଇ ଅନୁସାରେ ଦାଉଦଙ୍କୁ ପରମେଶ୍ୱର ଆଉ ନମୁନା ଦେଲେ, ସେଇ ଅନୁସାରେ ଇସ୍ରାଏଲ ମନ୍ଦିର ତିଆରି କରିଥିଲା, ଜେରୁସାଲେମର ମନ୍ଦିର, ଏବଂ ତାହା ଏକ ସ୍ୱର୍ଗର ନମୁନା ଥିଲା। ତେବେ ଯାତ୍ରା ପୁସ୍ତକରେ ଆଉ କିଛି ବିଷୟ ଆମେ ଦେଖିବାକୁ ପାଇପାରୁଛୁ। ଈଶ୍ୱରଙ୍କ ଉପସ୍ଥିତିର ସାଙ୍ଗେ ସାଙ୍ଗେ ଆମେ ମଶାଙ୍କର ଆହ୍ୱାନକୁ ଦେଖୁଛୁ। ସେ କହିଲେ ଆମ୍ଭେ ଯିଏ ଅଛୁ, ତାଙ୍କ ନାମ ଯାତ୍ରା ପୁସ୍ତକରେ ଈଶ୍ୱରଙ୍କର ନାମକୁ ଦେଖୁଛୁ। ସେ କହିଲେ ଆମ୍ଭେ ଯିଏ ଅଛୁ ସେ ଅଛୁ ସ୍ୱୟଂ ପରମେଶ୍ୱର, ଅର୍ଥାତ୍ ସେ ହଉଛନ୍ତି ଅନନ୍ତକାଳୀନ ପରମେଶ୍ୱର। ସେ ହଉଛନ୍ତି ସର୍ବଶକ୍ତିମାନ ପରମେଶ୍ୱର, ସର୍ବ ପରିସ୍ଥିତ, ଏବଂ ସେ ସର୍ବଜ୍ଞ ଅଟନ୍ତି। ସେ କଥା ମୂଷାଙ୍କୁ କହିଲେ। ମୂଷା ଯଦି ବା ଫାରୋ ପାଖକୁ ଯିବା ପାଇଁ ସେ ଇଚ୍ଛା କରୁନଥିଲେ, କିନ୍ତୁ ଯାତ୍ରା ପୁସ୍ତକରେ ମୂଷାଙ୍କୁ ଡାକି ତାଙ୍କ ଆହ୍ୱାନକୁ ଡାକି ସେ ବ୍ୟବହାର କରିଲେ। ଆମ୍ଭେ ହିଁ ପରମେଶ୍ୱର ଅଟୁ, ଆମ୍ଭ ଛଡା କେହି ନାହିଁ। ଆମ୍ଭେ ଯିଏ ଅଛୁ ସିଏ ଅଛୁ, ତାଙ୍କ ନାମ ସେ ଜଣେଇବାକୁ ଚାହିଁଲେ। ଯାତ୍ରା ପୁସ୍ତକ ସେ ଆମ୍ଭେ ଯିଏ ଅଛୁ ସିଏ ଅଛୁ, ୟହାବେ ଯେହୋବା ପରମେଶ୍ୱର। ଆପଣ ଯଦି ଯୁହୁଦୀ ଲୋକମାନଙ୍କୁ ଦେଖିବେ, ଯେହୋବା ପରମେଶ୍ୱର ବୋଲି ଡାକିବା ବହୁତ କଷ୍ଟ ସେମାନଙ୍କ ପାଖରେ। ସେମାନେ ତାଙ୍କ ନାମ ଧରିକୁ ଡାକିବା ପାଇଁ ବହୁତ, ଏତେ ପବିତ୍ର ପ୍ରଭୁ ସେ, ଏବଂ ସେ ତାଙ୍କ ନାମକୁ ପ୍ରକାଶ କରୁଛନ୍ତି। ସେଥିପାଇଁ ଯେତେବେଳେ ତାଙ୍କୁ ଆଉ ଦେଖା ଦଉଛନ୍ତି ଈଶ୍ୱର ମୂଷାଙ୍କୁ, ସେ ଭୟ କଲେ ଆଉ କହିଲେ, ହେ ମୂଷା, ତୁମେ ଆପଣ ପାଦୁକା କାଢ। ଆଜିକାଲି ଲୋକ ତ ଚର୍ଚ୍ଚକୁ ଗୁଅ ମାଡି କରିକି ପଳେଇ ଯାଉଛନ୍ତି, ଜୋତା ମାନେ ପିନ୍ଧି କରି ଯାଉଛନ୍ତି, କିନ୍ତୁ ସେତେବେଳେ ସବୁ ନିୟମ ନଥିଲା। ପ୍ରଭୁଙ୍କର ଉପସ୍ଥିତି ଗଲା ବେଳକୁ ସବୁ ସେମାନେ ତ୍ୟାଗ କରିଥିଲେ। ଜୋତା କାଢି, ମୁହଁ ମାଡି, ଗାଧେଇକି ସେମାନେ ଯାଉଥିଲେ। ରାତିରେ ସେମାନେ ଯେତେବେଳେ ବହିକୁ ଲେଖୁଥିଲେ, କିଛି ଭୁଲ ହେଲେ ଆଉ ଥରେ ଗାଧେଇକିରି ନୂଆ ଲୁଗା ସେମାନେ ପରିବର୍ତ୍ତନ କରିକି ତାକୁ ଲେଖୁଥିଲେ। ଏତେ ପ୍ରକାର ପରିସ୍ଥିତି ଥିଲା। ତାଙ୍କୁ ଆଡୋନାଇ ବୋଲିକରି ଡାକନ୍ତି, ମହାନ ପରମେଶ୍ୱର ତାଙ୍କ ନାମ ମହତ୍ଵ ଅଟେ। ତେବେ ତାଙ୍କ ପରିଚୟ, ତାଙ୍କ ପରିଚୟ ସେ ଦିଅନ୍ତି, ଆମ୍ଭେ ଯେହୋବା ପରମେଶ୍ୱର, ଆମ୍ଭେ ସର୍ବଶକ୍ତିମାନ ଯିଏ ଅଛୁ ସିଏ ଅଛୁ, ଆମ୍ଭେ ସର୍ବପରିସ୍ଥିତ ସର୍ବଜ୍ଞ ପରମେଶ୍ୱର। ଦ୍ୱିତୀୟ କଥା ଆମେ ଦେଖୁଛୁ, ସେ ହଉଛନ୍ତି ଯେହୋବା ରାଫା, ଯେ କି ଆମମାନଙ୍କର ଡାକ ପକେଇଲେ ଆମମାନଙ୍କୁ ରୋଗରୁ ସୁସ୍ଥ କରିବେ। ଆଉ ତାହା 15,26 ଯାତ୍ରା ପୁସ୍ତକରେ ଲେଖାଯାଏ, ପରମେଶ୍ୱରଙ୍କୁ ଯେତେବେଳେ କୌଣସି ବ୍ୟକ୍ତି ଡାକ ପକେଇଲେ ସେ ତାଙ୍କୁ ସୁସ୍ଥ କରିବେ। ତୃତୀୟ କଥା, 17 ଅଧ୍ୟାୟରେ 5 ଏକ ଯୁଦ୍ଧର କଥା ଆମେ ଦେଖିବାକୁ ପାଉଛୁ। ଅମାଲେକୀୟ ମାନଙ୍କ ସହିତ ଇସ୍ରାଏଲ ଲୋକମାନଙ୍କୁ ଯେତେବେଳେ ଯୁଦ୍ଧ ହେଲା, ସେ କହିଲେ ଆମ୍ଭେ ଯେହୋବା ନିସି, ଆମ୍ଭେ ତୁମର ଧୈର୍ଯ୍ୟ ଅଟୁ, ଆମ୍ଭେ ତୁମକୁ ପରିତ୍ରାଣ କରିବା, ଆମ୍ଭେ ତୁମକୁ ତ୍ୟାଗ କରିବା, ଆମ୍ଭେ ତୁମର ପତାକା ଅଟୁ। ସେ ହିଁ ପରମେଶ୍ୱର ଅଟନ୍ତି, ସବୁବେଳେ ବିଜୟୀ ଦିଅନ୍ତି। ଯଦିବା ସେ ଜାଗାରେ ହାରଣ ଥିଲେ, ସେ ଜାଗାରେ ହୁର ଥିଲେ, ସେ ଜାଗାରେ ମୂଷା ଥିଲେ, କିନ୍ତୁ ପରମେଶ୍ୱରଙ୍କ ଉପସ୍ଥିତି ସେ ଜାଗାରେ ଥିଲା। ଏମାନେ ଯେତେବେଳେ ତାଙ୍କ ମୂଷାଙ୍କ ଡଣାକୁ ଟେକିକି ରଖୁଥିଲେ, ସେତେବେଳେ ସେ ବିଜୟ ପ୍ରାପ୍ତ ହଉଥିଲେ। ତଳକୁ ଯେତେବେଳେ ଯାଉଥିଲା, ସେମାନେ ପରାଜୟ ହଉଥିଲେ। ଏଇ ବିଶେଷ କଥା, ଯେହୋବା ନିସି କଥା ମଧ୍ୟ ଯାତ୍ରା ପୁସ୍ତକରେ ଲେଖାଯାଏ। ସେ ମୂଷାଙ୍କ ସହିତ 34:6 ଲେଖା ହେଇଛି, ଈଶ୍ୱରଙ୍କର ସହିତ ମୂଷା ବନ୍ଧୁତ୍ୱ ଭାବରେ କଥା କହୁଥିଲେ, ସମସ୍ତ କଥା କହୁଥିଲେ, ଏବଂ ସେଠାରେ ମିତ୍ର ପରି କଥା ହଉଥିଲେ। ଆମେ ଦେଖୁଛୁ ଯେହୋବା ଏଲୋହିମ୍, ଯେହୋବା ଏଲ ଗଡ, ଏଲୋହିମ୍ ପରମେଶ୍ୱର ବୋଲି ମଧ୍ୟ ତାକୁ ସେ ଜାଗାରେ ଲେଖାଯାଏ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯାତ୍ରା ପୁସ୍ତକରେ କିଛି ଯୀଶୁଙ୍କର ଚରିତ୍ରକୁ ଆମେ ଯେତେବେଳେ ଦେଖୁଛୁ, ସେ ହଉଛନ୍ତି ନିସ୍ତାର ପର୍ବର ମେଷ। ସେ ହଉଛନ୍ତି 1 କରିନ୍ଥୀୟ ତାର 5-7 ମଧ୍ୟ ଲେଖାଯାଏ, ଏବଂ ଯାତ୍ରା 12-5-6 ଲେଖାଯାଏ, ଆମମାନଙ୍କ ପାପ ପାଇଁ ତାଙ୍କୁ ବଳି ହେବାକୁ ପଡିଲା। ଯେତେବେଳେ ଇସ୍ରାଏଲ ଲୋକମାନଙ୍କୁ ମେଷକୁ ନେଇକରି ସେମାନେ ବଳି କଲେ, ମେଷ ତାଙ୍କ ବାଜୁବନ୍ଧରେ ରକ୍ତ ଯେତେବେଳେ ଲାଗିଲା, ସମସ୍ତ ଏଇ ଯୋଉ ସଂହାରକ ଦୂତ ଯୋଉ ଜାଗାରେ ରକ୍ତ ଅଛି ତାକୁ ଛାଡି ଅନ୍ୟମାନଙ୍କୁ ସେ ନଷ୍ଟ କଲେ। ସେ ହଉଛନ୍ତି ଆମମାନଙ୍କ ପାଇଁ ବଳିକୃତ ମେଷ। ଆଉ ଦ୍ଵିତୀୟ କଥା ଲେଖାଯାଏ, ସେ ହଉଛନ୍ତି ଜୀବନ୍ତ ଜଳ। ଯୋଉ ସମୟରେ ଜଳ ପାଉନଥିଲେ, ସେମାନଙ୍କୁ ସେ ଜଳ ଦେଇ ତୃପ୍ତ କଲେ। ପଥରରେ ମଧୁର
ପାଣି ବାହାର କଲେ। ଯାତ୍ରା ପୁସ୍ତକର ମହତ୍ଵ ହଉଛନ୍ତି ସେ ହଉଛନ୍ତି ଆମମାନଙ୍କର ମେଷ ଶାବକ, ସେ ହଉଛନ୍ତି ଆମମାନଙ୍କର ଜୀବନ୍ତ ଜଳ। ପ୍ରସ୍ତର ମଧ୍ୟରେ ସେମାନଙ୍କୁ ପାଣି ଯୋଗେଇଲେ, ତାହା ତାଠୁ ବି ମଧୁର ପାଣି ଦେଲେ। ଆଉ ବାଇବେଲରେ ଲେଖାଯାଏ ଯାତ୍ରା ପୁସ୍ତକରେ ସେ ହଉଛନ୍ତି ମାନ୍ନା, ଜୀବନ୍ତ ଆଉ ଲାଇଫ ବ୍ରେଡ, ଯାହାକି ଆମର ଯୋହନ ତାର 6 ଅଧ୍ୟାୟ 35 ପଦରେ ଲେଖାଯାଇ ତାକୁ ଯାତ୍ରା ପୁସ୍ତକରେ ଯୀଶୁଙ୍କର ଚରିତ୍ର କଥାକୁ ଆମମାନେ ଦେଖିବାକୁ ପାଇପାରୁଛୁ। ମଧ୍ୟ ଜଳନ୍ତା ବୁଦାରେ ପ୍ରଭୁ ତାଙ୍କୁ ଦେଖାଦେଲେ, ସମାଗମ ତମ୍ବୁକରେ ଦେଖାଦେଲେ ଏବଂ ମଶା ଆଉ ହାରଣ ତୁଲ୍ୟ ପ୍ରଭୁ ଶ୍ରୀଖ୍ରୀଷ୍ଟ ଜଣେ ଯାଜକ ଅଟନ୍ତି। ଆଉ ସେଇ କଥା ସବୁ ବର୍ଣ୍ଣନା ସେ ଜାଗାରେ କରାଯାଏ। ତେବେ ଏସବୁ ସତ୍ୟ ମଶାଙ୍କର 3ଟା ଚରିତ୍ର କଥା ମୁଁ କହିବା ପାଇଁ ଚାହେଁ। ସିଏ ଯେତେବେଳେ ଜନ୍ମ ହେଲେ, ଏକ ଗରିବ ଘରେ ଜନ୍ମ ହେଲେ, ଏକ ପରିସ୍ଥିତି ଭଲ ନଥିଲା ସେଇ ଜାଗାରେ ଜନ୍ମ ହେଲେ, କିନ୍ତୁ ପ୍ରଭୁ ତାଙ୍କୁ 40 ବର୍ଷ ରାଜା ଘରେ ରଖିଲେ। ଇଜ ଏ ଗ୍ରେଟ୍, ସେ ଜଣେ ମହାନ ବ୍ୟକ୍ତି ଥିଲେ। 40 ବର୍ଷ ରାଜବିଦ୍ୟା ଶିଖିଲେ, ରାଜା ଖାଦ୍ୟ ଖାଇଲେ, ରାଜା ସାଙ୍ଗେ ଶୋଇଲେ, ରାଜା ସାଙ୍ଗେ ରହିଲେ ଏବଂ ଲକ୍ଜରିୟସ୍ ଜୀବନ ତାଙ୍କର ଥିଲା। ଏହା ଥିଲା ମଶାଙ୍କର ଚରିତ୍ର। ଦ୍ୱିତୀୟ ଥର ଆମେ ଯେତେବେଳେ ଜାଣୁଛୁ, ସେ ସବୁ ତ୍ୟାଗ କରି ଆପଣା ଲୋକମାନଙ୍କ ପାଇଁ 40 ବର୍ଷ ଶୁଶ୍ରୂଷା ରହିଲେ। ପ୍ରଭୁ ସେଇ ଜାଗାରେ ତାଙ୍କୁ ଦେଖାଥିଲେ। He was something, but when he came back, he was nothing. ଯେତେବେଳେ ସେ ଫେରି ଆସିଲେ, ସେ ଶୂନ୍ୟ କଲେ ନିଜକୁ। ପରମେଶ୍ୱର ଦେଖିଲେ ଏତେ ବଡ ଲୋକ ଇଏ, ଏତେ ନମ୍ର ଲୋକ ଇଏ, ଯଦି ବା ରାଜା ଘରେ ଥିଲେ, କିନ୍ତୁ ଆମେ ତାକୁ ଫେରେଇକିରି ଆଣିଛୁ। ତା ନମ୍ରତାକୁ ଦେଖି ପ୍ରଭୁ ତାକୁ ବାଛିଲେ ଏବଂ ପ୍ରଭୁ ତାକୁ ବ୍ୟବହାର କଲେ। ପ୍ରାୟ 30 ଲକ୍ଷ ଲୋକକୁ କହିବାକୁ ଗଲେ ସେ ସେମାନଙ୍କୁ ପ୍ରାନ୍ତରରେ ଚଳେଇ ଆଣିଲେ। ପରମେଶ୍ୱରଙ୍କ ସାଙ୍ଗେ କଥା ହେଲେ। ମଶାଙ୍କ ଜୀବନରେ ଅନେକ ଭୁଲ ମଧ୍ୟ ଥିଲା। ସେତେବେଳେ ତାଙ୍କ ଶ୍ୱଶୁର ତାଙ୍କୁ 17-18 ଯଦି ଦେଖିବେ, ତାଙ୍କୁ ଜ୍ଞାନର କଥା କହିଲେ, ହେ ମୂଷା, ତୁମେ ଏତେ ଲୋକକୁ ତୁମେ ଶାସନ କରିପାରିବ ନାହିଁ, ସେଥିପାଇଁ ଭାଗ ଭାଗ କରିଦିଅ। ସେତେବେଳେ ସେ ଦଳପତି ଗୁଡାକ ବାଛିଲେ, ଲିଡର୍ସ ଗୁଡାକ ବାଛି ସେମାନଙ୍କର ଅଣ୍ଡର କଲେ। ତେବେ ମୋଟାମୋଟି ଯାତ୍ରା ପୁସ୍ତକ କଥା ମୁଁ ଆପଣମାନଙ୍କୁ କହିପାରିବି 3 ଭାଗରେ ବିଭକ୍ତ। ପ୍ରଥମ ଭାଗ ହଉଛି ସେମାନଙ୍କର ନିସ୍ତାର, ସେମାନଙ୍କର ଯାତ୍ରା। ଦ୍ୱିତୀୟ ଭାଗ ହଉଛି ପରମେଶ୍ୱର ସେମାନଙ୍କୁ ବ୍ୟବସ୍ଥା ଦେଲେ। ତୃତୀୟ ଭାଗ ହଉଛି ପରମେଶ୍ୱର ସେମାନଙ୍କୁ ନିୟମ ସିନ୍ଧୁକ ବା ସମାଗମ ତମ୍ବୁ ଦେଲେ, ସେମାନଙ୍କ ସାଙ୍ଗେ ଚାଲିଲେ। ପ୍ରଥମ ଭାଗରେ ଯେତେବେଳେ ଦେଖୁଛୁ, ପ୍ରଭୁ ସେମାନଙ୍କର ଦୁଃଖକୁ ଦେଖି ତଳକୁ ଓହ୍ଲେଇ ଆସିଲେ ଏବଂ ଦ୍ୱିତୀୟ ଭାଗରେ ଦେଖୁଛୁ 40-1-2 ପଦରେ ପରମେଶ୍ୱର ସେମାନଙ୍କ ସାଙ୍ଗରେ ସେ ରହିଲେ, ସେମାନଙ୍କୁ କଥା କହିଲେ। ସେମାନେ ଯୁଆଡେ ଗଲେ ନିୟମ ସିନ୍ଧୁକ ସିଆଡେ ଗଲା, ସେମାନେ ଉଦ୍ଧାର ପାଇଲେ, ମୁକ୍ତି ପାଇଲେ, ଶତ୍ରୁକୁ ଜୟ କଲେ ଏବଂ ପ୍ରଭୁ ସେମାନଙ୍କୁ ବ୍ୟବହାର କଲେ। ଯୋଉମାନଙ୍କ ଜୀବନରେ ପରମେଶ୍ୱର ରହନ୍ତି, ଯୋଉମାନଙ୍କ ଘରେ ନିୟମ ସିନ୍ଧୁକ ରହେ, ଯୋଉମାନଙ୍କ ଘରେ ଦୀପ ଜଳେ, ଯୋଉମାନଙ୍କ ଘରେ ଧୂପ ଜଳେ, ସେତେବେଳେ ପ୍ରଭୁ ସେମାନଙ୍କୁ ଆଶୀର୍ବାଦ କରିବେ। ମୁଁ ଗତ ଥର ଆପଣ ମାନଙ୍କୁ କହିଲି ଅଭିନାଦବ କଥା। ତେବେ ସେ ଜାଗାରେ ଆମେ ଦେଖୁଛୁ ସେଠି ମଧ୍ୟ ନିୟମ ସିନ୍ଧୁକ ଜଣକର ଘରେ 3 ମାସ ରହିଥିଲା, ସେ ଯଥେଷ୍ଟ ଆଶୀର୍ବାଦ ପାଇଲେ। କିନ୍ତୁ ଆଉ ଗୋଟେ ଲୋକର ଘରେ 20 ବର୍ଷ ରହିଲା, ସେ ଆଶୀର୍ବାଦ ପ୍ରାପ୍ତ ହେଲେ ନାହିଁ। ତା କଥା ମୁଁ ଗତ ଥର କହିଥିଲି। ହୁଏତ ଆମେ ସାମୁଏଲ ପୁସ୍ତକ ଯେତେବେଳେ ଆସିବା ତାକୁ ବର୍ଣ୍ଣନା କରିବା। ପ୍ରଭୁ ଅନୁଗ୍ରହ କରନ୍ତୁ, ସମସ୍ତଙ୍କୁ ଦୟା କରନ୍ତୁ। ଯାତ୍ରା ପୁସ୍ତକର କେତୋଟି ରହସ୍ୟଜନକ କଥା ହଉଛି। ମାତ୍ର 70 ଲକ୍ଷ ସେମାନେ ଆରମ୍ଭ କରିଥିଲେ, 30 ଲକ୍ଷ ଲୋକ ସେମାନେ ହେଲେ। ପ୍ରଥମ ଆଶୀର୍ବାଦ। ଦ୍ୱିତୀୟ ଆଶୀର୍ବାଦ, 400 ବର୍ଷ ଦାସତ୍ୱ ବନ୍ଧନରେ ରହିଲେ ଏବଂ ଅନେକ ବର୍ଷରେ ସେମାନଙ୍କୁ ପରମେଶ୍ୱର ଏତେ ଆଶୀର୍ବାଦ କଲେ, ଉତ୍ତମ ନେତା ଦେଲେ, ସେମାନେ ସ୍ୱର୍ଗର ଖାଦ୍ୟ ଖାଇଲେ। ଦୁଃଖ ପାଉଥିଲେ, ସୁଖ ପାଇଲେ। ଅନେକ ଯୋଜନା ରହିଥିଲା, ତମେ ଅନ୍ତର୍ଭୁକ୍ତ ଥିଲେ। ପ୍ରଭୁ ସ୍ୱୟଂ ଦେଖାଦେଲେ। ସେତେବେଳେ ପ୍ରଭୁ ଦେଖା ଦଉନଥିଲେ, କିନ୍ତୁ ମିଶର ଛାଡିଲା ପରେ ପ୍ରଭୁ ତାଙ୍କୁ ଦେଖାଦେଲେ। ସ୍ୱର୍ଗର ପାଣି ଦେଲେ, ପ୍ରସ୍ତରରୁ ପାଣି ଦେଲେ, ସ୍ୱର୍ଗରୁ ମାଂସ ଦେଲେ ଏବଂ ସେମାନଙ୍କୁ ସାଙ୍ଗେ ରହିଲେ। ଦ୍ୱିତୀୟ ବିବରଣ ଯଦି ଦେଖିବେ, ସେ ସେମାନଙ୍କୁ ଆପଣା ପରରେ କାଢିକି ଆଣିଲେ, ସେମାନଙ୍କୁ ବାହାର କରି ଆଣିଲେ। ଦେ ଆର୍ ନଟ୍ ଆଉ ସ୍ଲେଭ ମୋର, ସେମାନେ ଆଉ ଦାସ ନୁହନ୍ତି, ସେମାନେ ତାଙ୍କର ସନ୍ତାନ ହେଇ ଜୀବନ ଯାପନ କରିଥିଲେ। କେତୋଟି ଜାଗାକୁ ଆମେ ଦେଖିବା, ସେ ଜାଗା ମାନଙ୍କର ନାମ ହଉଛି, ଆମେ ଦେଖୁଛୁ ମିଶର, କିଣା, ରଫିଦିମ ଏବଂ ନିୟମ ସିନ୍ଧୁକ। ଆମେ ଦେଖୁଛୁ ସେଠି ମୂଷା, ହାରଣ, ବିଭିନ୍ନ ବ୍ୟକ୍ତିଙ୍କର କଥା ମଧ୍ୟ ଆମେ ଦେଖିବାକୁ ପାଇପାରୁଛୁ। ପ୍ରଭୁ ଅନୁଗ୍ରହ କରନ୍ତୁ, ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଯାତ୍ରା ପୁସ୍ତକ ଦେଇଗଲେ ସବୁ ଘଟଣା ଆପଣ ପାଇପାରିବେ। 1-18 ଆଉ ଥରେ କହୁଛି ମୁଁ, ତା ହଉଛି ସେମାନଙ୍କର ଯାତ୍ରା। 19-24 ଆଉ ବ୍ୟବସ୍ଥା ପୁସ୍ତକ ଦିଆଗଲା, 10 ଆଜ୍ଞା ପାଇବାର ସେମାନଙ୍କୁ ମିଳିଲା। 25-40 ସମାଗମ ତମ୍ବୁ ତିଆରି କଲେ। 25 ଅଧ୍ୟାୟରେ ତାର ବିସ୍ତୃତ ବର୍ଣ୍ଣନା କଥା ଲେଖାଯାଏ। ଯାତ୍ରା ପୁସ୍ତକର ମେନ୍ ହିରୋ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଯାହାକୁ ଯାତ୍ରା ପୁସ୍ତକର ଗୋଟିଏ ପଦରେ ଗଲେ ତାଙ୍କୁ ବଳି କରିବା ଦ୍ଵାରା ସେ ହଉଛନ୍ତି ନମୁନା। ତାଙ୍କୁ ମେଷ ଶାବକ, ପ୍ରକୃତ ମେଷ ଶାବକ, ଜଣେ ବ୍ୟକ୍ତିଙ୍କ ରକ୍ତରେ, ଗୋଟେ ମାସର ରକ୍ତରେ ପ୍ରାୟ
ଅନେକ ଲୋକ ମୁକ୍ତ ପାଇଲେ, ସଂହାରକ ଦୂତ ହସ୍ତରୁ ମୁକ୍ତ ପାଇଲେ। ଯାତ୍ରା ପୁସ୍ତକର ହିରୋ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ସେ ହଉଛନ୍ତି ଜିହୋଭା ରାଫା, ଯେ ଆପଣଙ୍କ ରୋଗକୁ ମଧ୍ୟ ସୁସ୍ଥ କରୁଛନ୍ତି। ଯାତ୍ରା ପୁସ୍ତକର ଆଉ ହିରୋ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଯାହାଙ୍କ ଜୀବନରେ ଆମମାନଙ୍କୁ ସେ ବିଜୟର ପତାକା ଦେଲେ, ମୁକ୍ତି କଲେ। ଯାତ୍ରା ପୁସ୍ତକ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିରୋ, ଯେ କି ନିୟମ ସିନ୍ଧୁକ ମଧ୍ୟରେ ଇସ୍ରାଏଲ ଲୋକମାନଙ୍କ ଜୀବନ ଯାତ୍ରା ମଧ୍ୟରେ ରହିଲେ ଏବଂ କିଣାନ ଦେଶରେ ପହଞ୍ଚିବା ପର୍ଯ୍ୟନ୍ତ ସେମାନଙ୍କୁ ପରମେଶ୍ୱର ହେଲେ। ଆଜି ମୋର ଆପଣଙ୍କର ପରମେଶ୍ୱର, ଯିଏ ଆମମାନଙ୍କୁ ଦୟା କରନ୍ତି। ଏହା ଥିଲା ଯାତ୍ରା ପୁସ୍ତକର ବହୁତ ଛୋଟିଆ ସାରାଂଶ। ପ୍ରଭୁ ଦୟା କଲେ ଆଗକୁ ଆମେ କଣ ପଢିବା ବୋଲି ଅନେକ କଥା ଆମେ ଜାଣିପାରିବା। ଆଉ ବିଶେଷ କରି ମୁଁ ବଳି କଥା ଆଉ ନିୟମ ସିନ୍ଧୁକ କଥା ଆଗାମୀ ଦିନ ମାନଙ୍କରେ କହିବି, କି ପ୍ରକାର ବଳି କୋଉ ସମୟରେ କରାଯାଏ, କୋଉ ପଶୁକୁ ମରାଯାଏ, ତା କଥା ବି ଆଲୋଚନା କରିବା ଏବଂ ନିୟମ ସିନ୍ଧୁକର କାଠର ବିଭିନ୍ନ ଭାଗ, ବିଭିନ୍ନ ରୂପବର୍ଣ୍ଣ କଥା ଆଗାମୀ ଦିନରେ ଆମେ ଆଲୋଚନା କରିବା। ଆଉ ସମସ୍ତେ ଧ୍ୟାନ ସହିତ ଶୁଣୁଥିବାରୁ ମୁଁ ଧନ୍ୟବାଦ ଦିଏ। ଆଉ ମୋ ସାଙ୍ଗେ ଆଜ୍ଞା ଜଣେ ଆଉ ଭିଡିଓରେ ଥିବାରୁ ମୁଁ ଆପଣଙ୍କୁ ମଧ୍ୟ ମୋର ହୃଦୟର କୃତଜ୍ଞତା ଜଣାଏ। ଥ୍ୟାଙ୍କ ୟୁ।